ମାଣ ପାଇଁ ପ୍ରସ୍ତୁତ ହୋଇସାରିଛି ଏବଂ ମାଣ ବସି ସାରିଛି। ଦେଖନ୍ତୁ ଆପଣମାନେ ସ୍ଥିର ଚିତ୍ର। ଓଷା ପାଇଁ ଘରେ ପିଠାପଣାର କେତେ ଆସର ଚାଲିଛି। ସବୁ ପିଠା ପ୍ରସ୍ତୁତ ହୋଇସାରିଛି। ଦେଖିପାରୁଛନ୍ତି ଆପଣମାନେ ସ୍ଥିର ଚିତ୍ର। ବର୍ତ୍ତମାନ ହାय ହ୍ୟାଲୋ ସାଙ୍ଗମାନେ, ମୁଁ ସୁଦୀପ ଆପଣଙ୍କୁ ସ୍ୱାଗତ କରୁଛି ମୋର ଆଉ ଏକ ଫ୍ରେଶ ବ୍ଲଗକୁ। ଆଜି ଅଛି ଗୁରୁବାର, ଫେବୃଆରୀ ମାସ ଗୁରୁବାର, ଆଉ ଏଟା ହଉଛି ଫାଲଗୁନ ମାସ ଗୁରୁବାର। ଆଉ ଏଇ ଗୁରୁବାରରେ ଆମ ଘରେ କାଲି ପୂର୍ବ ପ୍ରସ୍ତୁତି ମୁଁ ଦେଖେଇଥିଲି ମାଣବସା ପାଇଁ। ଆଜି ମାଣ ବସିଛି। ଆସନ୍ତୁ ଦେଖିବା କୋଉଠି ବସିଛି ଆଉ କେମିତି ବସିଛି। ବର୍ତ୍ତମାନ ଆସନ୍ତୁ ଦେଖିଛି କେମିତି ଆରମ୍ଭରୁ ଯିବା। ଗୋବରରେ ହେଇଛି, ଏଠି କଳସ ବସିଛି, ତାପରେ ଚିତା ପଡି ଯାଇଛି। ଘରକୁ ଚାଲନ୍ତୁ ଯିବା ଦେଖିବା। ସବୁଆଡେ ଚିତା ପଡିଛି। ସବୁଆଡେ ଚିତା ପଡି ଯାଇଛି। ଦେଖିବା ବର୍ତ୍ତମାନ ଠାକୁରଙ୍କ ପାଖରେ ଆସି ପହଞ୍ଚି ଯାଇଛି। ମାଣ ବସି ସାରିଛି, ଖଟୁଲି ଅଛି, ଧାନ ଅଛି, ବହି ଥୁଆ ହେଇଛି, କଳସ ବସିଛି। ଦେଖିପାରୁଥିବା ଆପଣଙ୍କ ସ୍ଥିର ଚିତ୍ର ଦୀପ ଜଳୁଛି। ମା ଲକ୍ଷ୍ମୀଙ୍କର ଓଷା ଆଜି ପାଳନ କରାଯାଉଛି। ମାଣବସା ଆମ ଘରେ ବସିଛି। ଫାଲଗୁନ ମାସ ଗୁରୁବାର ଆପଣମାନେ ସ୍ଥିର ଚିତ୍ର ଦେଖି ପାରୁଥିବେ। ଭଲ ଭାବରେ ଦେଖନ୍ତୁ। ଭୋଗ ସରିଯାଇଛି, ପିଠା ଭୋଗ ହେଇଛି ଘରେ। ଦେଖନ୍ତୁ ଭଲ ଭାବରେ। ଆଉ ଚାଲନ୍ତୁ ଯିବା ଉପରେ ଦେଖିବା ଏ ଅବସରରେ କଣ କଣ ପିଠା ହେଇଛି। ସାଙ୍ଗମାନେ ଦେଖିଲେ ତ ମାଣ ବସି ସାରିଛି। ଆଉ ଉପରକୁ ଆଉ କଣ କଣ ପିଠା ହେଇଛି ଏ ଅବସରରେ ଚାଲନ୍ତୁ ଦେଖିବା। ପିଠା ଗଢା ହଉଛି। ପୁର ପିଠା, ମଣ୍ଡା ପିଠା, ନଡିଆ ପୁର ଦିଆ ହେଇ ମଣ୍ଡା ପିଠା ତିଆରି ହଉଛି ଅରୁଆ ଚାଉଳ ଆଣରେ। ଆଉ ବିରି ପିଠା ସରିଗଲାଣି। ତାପରେ ଆଉ କଣ ହେଇଛି, କ୍ଷୀରି ହେଇଛି। ଆଉ ତାପରେ ହେଇଛି ଚକୁଳି ପିଠା, ବୁଢା ଚକୁଳି, ଆଉ କ୍ଷୀରି। ଠାକୁରଙ୍କ କତିରେ ଭୋଗ ହେଇଛି, ବରା ଭୋଗ ହେଇଛି। ଆଉ ଏଠି ଡାଲମା ବସିଛି, ବଘରା ହେଇନି, ବଘରା ହବ। ଆଉ ଏଇ ଆଞ୍ଚରେ ପୁଣି ପିଠା ବସିଛି। ଦେଖନ୍ତୁ ଭଲ ଭାବରେ। ଆପଣଙ୍କ ଘରେ ମାଣ ବସିଲେ ଏମିତି ପିଠା ପଣା ତିଆରି ହଉଛି କି ନାଇଁ ନିଶ୍ଚିନ୍ତ କମେଣ୍ଟ କରିବେ। ଆପଣ ମାନେ ଦେଖୁଥିଲେ ଆଜି ଆମ ଘରେ କେମିତି ମାଣ ବସିଛି ଆଉ କେତେ ପ୍ରକାରର ପିଠା ହେଇଛି ଆପଣ ମାନେ ଦେଖୁଥିଲେ। ମୁଁ ଆପଣଙ୍କୁ ପୁରା ସ୍ଥିର ଚିତ୍ର ଦେଖାଉଥିଲି। ଆଉ କରୁଛି ମୋ ଭିଡିଓଟି ଆପଣ ମାନଙ୍କୁ ବହୁତ ଭଲ ଲାଗିଥିବ। ଆଉ ଏମିତି ଆଗକୁ ନୂଆ ନୂଆ ଭିଡିଓ ଦେଖିବା ପାଇଁ ମୋ ଚ୍ୟାନେଲକୁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ କରିବେ। ଆଉ ଅଧିକ ମାତ୍ରାରେ ସାଙ୍ଗମାନଙ୍କୁ ସେୟାର କରିବେ, ଯାହା ଫଳରେ ମୋତେ ଆଉ ଭିଡିଓ ବନେଇବାରେ ସାହାଯ୍ୟ କରିବ ଆଉ ମୁଁ ଆଗକୁ ଯାଇପାରିବି। ରହିଲି ଆପଣଙ୍କ କମେଣ୍ଟ ଅପେକ୍ଷାରେ, ସେୟାର ଅପେକ୍ଷାରେ, ସବସ୍କ୍ରାଇବ ଅପେକ୍ଷାରେ। ଜୟ ଜଗନ୍ନାଥ, ଲଭ୍ ୟୁ ଅଲ୍, ବାଏ।